ରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଆମମାନେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ପ୍ରତିଦିନ ଏହି କାର୍ଯ୍ୟକ୍ରମକୁ ଦେଖୁଛନ୍ତି। ତାହା କେବଳ ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଜ୍ଞାନ ଓ ବୁଦ୍ଧିର ସହିତ ନୂତନ ବର୍ଷରେ ପ୍ରବେଶ କରନ୍ତୁ। ଜ୍ଞାନ ଓ ବୁଦ୍ଧିର ସହିତ ନୂତନ ବର୍ଷରେ ପ୍ରବେଶ କରନ୍ତୁ। ପ୍ରିୟମାନେ, ଏହି ଜଗତର ଲୋକମାନେ ଯେଉଁମାନେ କି ପ୍ରଭୁଙ୍କୁ ଜାଣିନାହାନ୍ତି, ସେମାନେ ଜ୍ଞାନ ଓ ବୁଦ୍ଧିର ସହିତ ସେମାନେ ନୂତନ ବର୍ଷକୁ ସ୍ୱାଗତ କରନ୍ତି ନାହିଁ କି ପ୍ରବେଶ କରନ୍ତି ନାହିଁ। କହିବାକୁ ଗଲେ ସେମାନେ ପିକନିକ୍ ଦ୍ୱାରା ନୂତନ ବର୍ଷରେ ପ୍ରବେଶ କରନ୍ତି, ପ୍ରେମ ଭୋଜି ଦ୍ୱାରା, ଆମୋଦ ପ୍ରମୋଦ ଦ୍ୱାରା, ଡିଜେ ବକ୍ସରେ ଗୀତ ବାଜି ନାଚି ନାଚି ସେମାନେ ପ୍ରବେଶ କରନ୍ତି। ବନ୍ଧୁ ମିଳନ କରି, ପିଠାପଣା କରି, ଆମୋଦ ପ୍ରମୋଦ ସହିତ କହିବାକୁ ଗଲେ ସାଂସାରିକ ଭାବରେ ସେମାନେ ନୂତନ ବର୍ଷରେ ସେମାନେ ପ୍ରବେଶ କରନ୍ତି। ମାତ୍ର ଆମେ ପ୍ରଭୁଙ୍କର ଲୋକମାନେ ଜ୍ଞାନ ଓ ବୁଦ୍ଧିର ସହିତ ଆମେ ନୂତନ ବର୍ଷରେ ପ୍ରବେଶ କରିବା। କାରଣ ବାଇବଲ ଆମମାନଙ୍କୁ କହେ, ଗୀତ ସଂଗୀତା 90 ଗୀତ ଆମମାନେ ପଢ଼ିବା ପାଇଁ ଯିବା। ଗୀତ ସଂଗୀତା 90 ଗୀତର 12 ପଦ, ଯେପରି ଆମ୍ଭେମାନେ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ପାଇପାରିବୁ, ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବା ପାଇଁ ଶିକ୍ଷା ଦିଅ। ପ୍ରିୟମାନେ, ଆମେ ଜ୍ଞାନ ଓ ବୁଦ୍ଧି ବିଶିଷ୍ଟ ଅନ୍ତଃକରଣ ଆମେ ଯେ ପ୍ରକାର ପାଇପାରିବୁ, ଆମେ ପ୍ରଭୁଙ୍କ ଲୋକମାନେ, ଆମେ ଜ୍ଞାନ ଓ ବୁଦ୍ଧି ବିଶିଷ୍ଟ ଅନ୍ତଃକରଣ ଥିବା ଲୋକମାନେ, ଆମମାନେ ନୂତନ ବର୍ଷରେ ଆମେ କି ପ୍ରକାର ଆମେ ପ୍ରବେଶ କରୁଛୁ? ଆମମାନେ ପ୍ରାର୍ଥନାର ସହିତ ଆମେ ନୂତନ ବର୍ଷରେ ପ୍ରବେଶ କରୁଛୁ। ମୋଟାମୋଟି ଭାବରେ କହିବାକୁ ଗଲେ ଆମେ ପ୍ରଭୁଙ୍କ ସହିତ ଆମେ ନୂତନ ବର୍ଷରେ ପ୍ରବେଶ କରୁଛୁ। କାରଣ ନୂତନ ବର୍ଷ ଆମ ନିମନ୍ତେ ଗୋଟେ ସମ୍ପୂର୍ଣ୍ଣ ଅଜ୍ଞାତ ବର୍ଷ ଅଟେ। ସେହି ବର୍ଷ ଆମ ନିମନ୍ତେ କ'ଣ ରଖିଅଛି ତାହା ଆମେ ନିମିଷକେ ମାତ୍ର ଟିକିଏ ମଧ୍ୟ ଆମେ ଜାଣୁନାହୁଁ। ମାତ୍ର ଯିଏ ସେହି ବର୍ଷକୁ ସେ ତିଆରି କରିଛନ୍ତି, ଡିଜାଇନ୍ କରିଛନ୍ତି, ସେ ହେଉଛନ୍ତି ଆମମାନଙ୍କ ପରମେଶ୍ୱର। ସେହି ବର୍ଷ ଆପଣା ଭିତରେ କ'ଣ ଲୁଚାଇକା ରଖିଛି ପରମେଶ୍ୱର ତାହା ଜାଣିଛନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ ଆମେ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଆମେ ପାଇଛୁ, ଆମମାନେ ଡିଜେ, ପ୍ରେମ ଭୋଜି, ନାଚ ଗୀତ, ବିଭିନ୍ନ ପ୍ରକାର ଡ୍ରିଙ୍କସ୍ କରିବା, ଏସବୁ ବିଷୟ ଦେଇ ଆମେ ନୂତନ ବର୍ଷରେ ପ୍ରବେଶ କରିବା କଥା ନୁହେଁ। ଆମେ ପ୍ରଭୁଙ୍କ ସହିତ ଆମେ ନୂତନ ବର୍ଷରେ ଆମକୁ ପ୍ରବେଶ କରିବାର ଆବଶ୍ୟକ ରହିଅଛି। ସେ ଅଜ୍ଞାତ ବର୍ଷ, ସେ ଅଜ୍ଞାତ ବର୍ଷ ଆମ ନିମନ୍ତେ କ'ଣ ରଖିଛି ଆମକୁ ଜଣା ନାହିଁ। ମାତ୍ର ଆମେ ଆମର ପରମେଶ୍ୱରଙ୍କୁ ଆମେ ଜାଣିଛୁ, ସେ ଆମ ନିମନ୍ତେ ପ୍ରତ୍ୟେକ ବିଷୟ ମଙ୍ଗଳର ବିଷୟ ସେ ରଖିଛନ୍ତି। ସେଥିପାଇଁ ଆପଣ ସମସ୍ତଙ୍କୁ ମୁଁ କହିବା ପାଇଁ ଚାହେଁ, ଅଳ୍ପ ଦିନ ପରେ, ଆଉ ଆମେ 2-3 ଦିନ ଭିତରେ ଆମମାନେ ନୂଆ ବର୍ଷକୁ ଯିବୁ। ଆଉ ନୂଆ ବର୍ଷରେ ଆମେ ଦୁନିଆ ଲୋକମାନେ ଯେ ପ୍ରକାର ସେମାନେ ନୂତନ ବର୍ଷକୁ ସ୍ୱାଗତ କରନ୍ତି ବା ନୂତନ ବର୍ଷରେ ପ୍ରବେଶ କରନ୍ତି, ଆମର ସେ ପ୍ରକାର ନୁହେଁ। ବାଣ ଜୋରରେ ଫୁଟେଇବା, ମିଠା ବାଣ୍ଟିବା, ଆଉ ଏହି ପ୍ରକାର ଭାବରେ ନାଚ ଗୀତ କରିବା, ଏହି ପ୍ରକାର ଭାବରେ ଆମେ ନାହିଁ। ଆମେ କି ପ୍ରକାର ଭାବରେ ଆମେ ପ୍ରଭୁଙ୍କ ସହିତ ଆମେ ସେହି ବର୍ଷରେ ପ୍ରବେଶ କରିବା। କାରଣ ଆମମାନଙ୍କ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ସେ ଆପଣା ନିୟନ୍ତ୍ରଣରେ ରଖନ୍ତି। ସବୁ ବିଷୟ ତାଙ୍କ ନିୟନ୍ତ୍ରଣ ମଧ୍ୟରେ ରହିଛି। ଯେକୌଣସି ପରିସ୍ଥିତି ହେଉନା କାହିଁକି, ଆମେ ଯେତେବେଳେ ନୂତନ ବର୍ଷରେ ଆମେ ପ୍ରବେଶ କରିବା, ଆମେ ଗୀତ ଦ୍ୱାରା, ପ୍ରାର୍ଥନା ଦ୍ୱାରା, ଆରାଧନା ଦ୍ୱାରା, ମୁଁ ଅନେକ ପ୍ରଭୁଙ୍କର ଦାସମାନଙ୍କୁ ଜାଣେ, ଯେଉଁମାନେ କି ନୂତନ ବର୍ଷରେ ସେମାନେ ଉପବାସର ସହିତ ସେମାନେ ପ୍ରଭୁଙ୍କ ବା ସେମାନେ ନୂତନ ବର୍ଷ ମଧ୍ୟରେ ପ୍ରବେଶ କରନ୍ତି। କେତେ ବଢ଼ିଆ! ସେମାନେ ମାଛ, ମାଂସ, ବିଭିନ୍ନ ପ୍ରକାର ମିଠା, କେକ୍, ଏସବୁ ଖାଇ ମଧ୍ୟ ସେମାନେ ପ୍ରବେଶ କରିପାରିଥାନ୍ତି।
ମାତ୍ର ସେମାନଙ୍କର କୃତଜ୍ଞତାର ହୃଦୟ ସହିତ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଦେଉ ପ୍ରଭୁ ପୁରାତନ ବର୍ଷ ସାରା ତୁମେ ଆମର ଯତ୍ନ ନେଇଛ, ଆମମାନଙ୍କର ସକଳ ଆବଶ୍ୟକ ପୂର୍ଣ୍ଣ କରିଛ, ସୁସ୍ଥତା ଦେଇଛ, ଅଭାବ ପୂର୍ଣ୍ଣ କରିଛ, ତୁମକୁ ଧନ୍ୟବାଦ। ଏହି ପ୍ରକାର ଭାବରେ ସେମାନେ ନୂତନ ବର୍ଷରେ ସେମାନେ ପ୍ରବେଶ କରୁଛନ୍ତି। କାରଣ ଗୀତ ରଚକ କହନ୍ତି ଯେ ପ୍ରଭୁ ତୁମେ ଆମକୁ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଦିଅ, ଯେ ପ୍ରକାର କି ଆମେ ଆପଣା ଦିନର ଗଣନା କରିପାରିବୁ। ପ୍ରିୟମାନେ, ବାଇବଲ ଆମମାନଙ୍କୁ କହେ ଆମେ ଚିନ୍ତା କରି କରି ଆପଣା ଆୟୁର ଆମେ ଦଣ୍ଡେ ମଧ୍ୟ ଆମେ ବୃଦ୍ଧି ଆମେ କରିପାରିବା ନାହିଁ, ଆମର ଆୟୁକୁ ଆମେ ବଢ଼ାଇ ପାରିବା ନାହିଁ। ଆମର ଆୟୁକୁ ଯଦି କିଏ ବଢ଼ାନ୍ତି ସେ ଆମମାନଙ୍କ ପରମେଶ୍ୱର। ସେଥିପାଇଁ ସେଇ ପରମେଶ୍ୱରଙ୍କର ସହିତ ଆମମାନଙ୍କୁ ଏହି ନୂତନ ବର୍ଷରେ ପଦାର୍ପଣ କରିବାର ଆବଶ୍ୟକ ରହିଅଛି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆପଣ ସମସ୍ତେ ଯେଉଁମାନେ ଆମମାନଙ୍କ ଭିଉଅର୍ସ ଅଛନ୍ତି, ମୁଁ କହିବା ପାଇଁ ଚାହେଁ ଏହି ନୂତନ ବର୍ଷ ଆମମାନଙ୍କର ଆହୁରି ଗୋଟେ ବର୍ଷ ଉଣା ହେଇଯାଏ। ଏହି ନୂତନ ବର୍ଷ ପ୍ରଭୁଙ୍କର ଆଗମନ ନିକଟକୁ ଆମେ ଯାଉଛୁ। ଏହି ନୂତନ ବର୍ଷ ଏ ପୃଥିବୀରେ ଆମର ଆଉ ଗୋଟେ ବର୍ଷ କମି ଯାଉଛି। ଆମେ ଯେତେ ଆମେ ଆଗକୁ ବଢ଼ୁଛୁ ଆମମାନଙ୍କର ବୟସ ଗୁଡ଼ିକ କମୁଛି। ସେଥିପାଇଁ କହିବା ପାଇଁ ଚାହେଁ ଗୋଟିଏ ଜାଗ୍ରତର ସହିତ, ଗୋଟିଏ ପ୍ରସ୍ତୁତିର ସହିତ, ଆଉ ବିଶେଷ କରି ପ୍ରଭୁଙ୍କ ସହିତ ଆମମାନେ ଏହି ନୂତନ ବର୍ଷକୁ ଯିବା। ଆମେ ଯାହାଦ୍ୱାରା ଏହି ନୂତନ ବର୍ଷ ଆମମାନଙ୍କୁ କୌଣସି ପ୍ରକାର ଭାବରେ ଆଶ୍ଚର୍ଯ୍ୟଚକିତ ନ କରୁ। କାରଣ ଯେତେବେଳେ 2019 ମସିହାରେ ଆମମାନେ ଯେତେବେଳେ ଦେଖୁଥିଲୁ ଯେ ଆନନ୍ଦ ଉଲ୍ଲାସର ସହିତ ଲୋକମାନେ ନୂତନ ବର୍ଷରେ ପ୍ରବେଶ କଲେ, ଆଉ 2020ରେ କରୋନା ଭାଇରସ୍ ପରି ଗୋଟିଏ ବଡ଼ ପୃଥିବୀର ବଡ଼ ମହାମାରୀ ପଳାଇ ଆସିଲା, ଆଉ ଲୋକମାନେ ବହୁତ ଛାନିଆ ତାଟକା ହେଇଗଲେ। ପ୍ରିୟମାନେ, ଆମକୁ ଜଣା ନାହିଁ 2026 ଆମ ନିମନ୍ତେ କ'ଣ ରଖିଅଛି। ମାତ୍ର ଆମେ ଯେଉଁ ପରମେଶ୍ୱରଙ୍କୁ ଆମେ ଜାଣିଛୁ, ସେ ଆମ ପାଇଁ ମଙ୍ଗଳ ବିଷୟ ରଖିଛନ୍ତି, ଆଶୀର୍ବାଦର ବିଷୟ ରଖିଛନ୍ତି। ଦୁନିଆରେ ଆମ ପାଇଁ ମଙ୍ଗଳ ନାହିଁ, ଶାନ୍ତି ନାହିଁ, ଆଶୀର୍ବାଦ ନାହିଁ, କେବଳ ପ୍ରଭୁଙ୍କ ଠାରେ ରହିଛି। ଦୁନିଆ ଦିନକୁ ଦିନ ନଷ୍ଟ 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 ହେଉଛି। ଯେତେ ଆମର ଦିନ ଗୁଡ଼ିକ ବର୍ଷ ଗୁଡ଼ିକ ବଢ଼ୁଛି, ଦୁନିଆ ଅଧିକରୁ ଅଧିକ ନଷ୍ଟ ଭ୍ରଷ୍ଟ ହେଇଯାଉଛି। ସେଥିପାଇଁ ସମସ୍ତଙ୍କୁ କହିବା ପାଇଁ ଚାହେଁ ଆମକୁ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଦରକାର ଅଛି। ଆମେ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ସହିତ ଏ ନୂତନ ବର୍ଷରେ ଆମେ ପ୍ରବେଶ କରିବା। ନୂତନ ବର୍ଷ ଯେତେବେଳେ ପ୍ରବେଶ କରୁଛୁ, ଏ ନୂତନ ବର୍ଷରେ ଆମର ବୟସ କମୁଛି, ଆମେ ଆଉ ଗୋଟେ ସୋପାନକୁ ଯାଉଛୁ। ଆମମାନଙ୍କ ଶାରୀରିକ ବଳ କ୍ଷୀଣ ହେଉଛି, ଆମମାନଙ୍କର ସୁନ୍ଦରତା ମଧ୍ୟ କମିଯାଉଛି। ମାତ୍ର ଏହି ସବୁ ଗୁଡ଼ିକ ହ୍ରାସ ପାଇବା ସମୟରେ ଆମମାନଙ୍କର ପ୍ରଭୁଙ୍କ ସହିତ ନିକଟବର୍ତ୍ତିତା ବଢ଼ିବାର ଅଛି, ଆହୁରି ପ୍ରଭୁଙ୍କ ସହିତ ଆମକୁ ଲାଗି ରହିବାର ଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏ ଅଜ୍ଞାତ ବର୍ଷ, ସେ ଅଜ୍ଞାତ ବର୍ଷ ଆପଣା ମଧ୍ୟରେ କ'ଣ ଲୁଚାଇ ରଖିଛି ତାହା ଜଣା ନୁହେଁ। ମାତ୍ର ଆମେ ଯେଉଁ ପରମେଶ୍ୱରଙ୍କର ହାତ ଧରି ସେ ନୂତନ ବର୍ଷରେ ଯାଉଛୁ, ସେ ପରମେଶ୍ୱରଙ୍କୁ ସବୁ ଜଣା। ସେଥିପାଇଁ ଆମେ ଆମର ପରିବାର ସହିତ, ଆମର ମଣ୍ଡଳୀ ସହିତ ମିଶି ଆନନ୍ଦର ଉଲ୍ଲାସ ସହିତ ଯିବା। କହିବା ପାଇଁ ଚାହେଁ କେହି ଜଣେ ମଧ୍ୟ କାହାକୁ କ୍ଷମା ଦେଇନାହାନ୍ତି, କ୍ଷମା ଦିଅନ୍ତୁ। ଅକ୍ଷମାର ହୃଦୟରେ ସେ ନୂତନ ବର୍ଷରେ ଯାଆନ୍ତୁ ନାହିଁ। ଯଦି ଆପଣ କୌଣସି ପ୍ରକାର ପାପର ବନ୍ଧନରେ ଅଛନ୍ତି, ସେ ବନ୍ଧନରୁ ଏବେ ହିଁ ଆପଣ ବାହାରି ଯାଆନ୍ତୁ, ଆଉ ସେଇ ନୂତନ ବର୍ଷକୁ ଯାଆନ୍ତୁ। ପାପର ସହିତ ପୁରାତନ ସ୍ୱଭାବ ଦେଇ ଗୋଟେ ଅକ୍ଷମାର ହୃଦୟ ଧରି ଆପଣ ଯାଆନ୍ତୁ ନାହିଁ, ଗୋଟେ ସମର୍ପଣର ହୃଦୟ ସହିତ ଆପଣ ନୂତନ ବର୍ଷରେ ଯାଆନ୍ତୁ। କାରଣ ଆମର ପରମେଶ୍ୱର ସେ ନୂତନ ବର୍ଷରେ ଆମ ନିମନ୍ତେ ଅନେକ ଉତ୍ତମ ବିଷୟ ଗୁଡ଼ିକ ରଖିଛନ୍ତି। ଯଦି ଆମେ ଗୋଟିଏ ପୁରାତନ ସ୍ୱଭାବ ଧରି ଯିବୁ, କେବଳ କ୍ୟାଲେଣ୍ଡର ହିଁ ବଦଳିବ, ଆମର ଜୀବନ ବଦଳିବ ନାହିଁ, ତାହେଲେ ସେଇ ନୂତନ ବର୍ଷରେ ମଧ୍ୟ ଆମେ କୌଣସି ପ୍ରକାର ଆଶୀର୍ବାଦ ଆମେ ପାଇପାରିବୁ ନାହିଁ। ସେଥିପାଇଁ ଆମେ ଗୋଟେ ଅନୁତାପର ହୃଦୟ ସହିତ, ପ୍ରାର୍ଥନାର ସହିତ, ଧନ୍ୟବାଦର ସହିତ ଆମେ ସେହି ନୂତନ ବର୍ଷରେ ପ୍ରବେଶ କରିବା, ଯାହାଦ୍ୱାରା କି ପରମେଶ୍ୱର ଆମ ସଙ୍ଗରେ ରହି ଆମକୁ ଆଶୀର୍ବାଦ କରିବେ। ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ଆମମାନଙ୍କୁ ବର୍ଷ ପରେ ବର୍ଷ ଦେଖାଇବା ପରମେଶ୍ୱର ତୁମେ ଅଟ। ପ୍ରଭୁ, ତୁମେ ଆମମାନଙ୍କ ଦିନକୁ ବଢ଼ାଇବା ପରମେଶ୍ୱର ତୁମେ ଅଟ। ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେଉଁ ନୂତନ ବର୍ଷରେ ଆମେ ପ୍ରବେଶ କରିବା ପାଇଁ ଯାଉଛୁ, ସେ ନୂତନ ବର୍ଷରେ ତୁମ ସହିତ ଆମେ ଯିବା ପାଇଁ ଚାହୁଁଛୁ। ଆମେ ଏକଲା ଆମେ ଯିବା ପାଇଁ ଚାହୁଁନୁ ପ୍ରଭୁ, ସାଂସାରିକ ରୀତିନୀତି ଅନୁସାରେ ଯିବା ପାଇଁ ଚାହୁଁନୁ। ଦୟାକରି ଆମର ଯତ୍ନ ନିଅ। ଆମେ ଯେ ପ୍ରକାର ଆନନ୍ଦର ଉଲ୍ଲାସର ସହିତ ସେଇ ନୂତନ ବର୍ଷରେ ପ୍ରବେଶ କରି ଆମେ ତୁମର ଗୌରବ ମହିମା କରିବୁ, ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା
प्रिय प्रभु यीशुଙ୍କ नामରେ ମାଗୁଅଛି आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु अनुग्रह कले आसंता अध्याय गोटे नुआ प्रसंग में परस्पर सहित साक्षात करवा रहिबा। नमस्कार। प्रेज द लॉर्ड। गॉड ब्लेस यू।